ଦୈନିକ ରାଶିଫଳ ବିଭାଗକୁ ସମସ୍ତ ଶ୍ରୋତାବନ୍ଧୁଙ୍କୁ ନିମନ୍ତ୍ରଣ। ବନ୍ଧୁଗଣ, ଆମେ ଅଛେ ମଙ୍ଗଳବାରେ, କହିବା ବୁଧବାରକୁ ନେଇ। 13 ତାରିଖ ବୁଧବାର, ମେଷ ରାଶି, କୃତ୍ତିକା ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ବ୍ୟୟବୃଦ୍ଧି ଯୋଗ ଅଛି। ମେଷାଧିପ ମଙ୍ଗଳ ଓ ବାରାଧିପ ବୁଧ, ଏ ଦୁହିଁଙ୍କର ନାଗନାଡ଼ି। ଧନ ଓ ମନର ମାଲିକ ବ୍ୟୟ ସ୍ଥାନରେ। ଏଣୁ ଦିନଟି ଆର୍ଥିକ, ମାନସିକ ଓ ଶାରୀରିକ ଦୁଃଖ ଦେବ। ଘୋଡ଼ା 6 ଟଙ୍କାକୁ ଦାନା 9 ଟଙ୍କା ପରି, ମନ୍ଦିରକୁ ମୁଖ ଚାଲି ବଢ଼ିଗଲା ପରି। ଆୟ ହେବ କମ୍, ବ୍ୟୟ ହେବ ବେଶୀ। ବାଧିବନି। ଆଉ ଧାର ଉଧାର କରିବାକୁ ପଡ଼ିପାରେ। ସଞ୍ଚିତ ସମ୍ପତ୍ତିକୁ ପୁଣି ଡ୍ର କରିବାକୁ ପଡ଼ିବ। ମନରେ ଆଘାତ ଆସିବ। ତେଣୁ ବିବିଧ ସମସ୍ୟା ପଛକୁ ପଛ ଆସି ଚିନ୍ତାଗ୍ରସ୍ତ କରିବ। ସୁତରାଂ ବାହାରକୁ ଯିବା ମନା। ମେଷ ରାଶିର ସମସ୍ତ ବ୍ୟକ୍ତି ଟିକେ ଖର୍ଚ୍ଚ କମ୍ କରନ୍ତୁ। ଯେତେ ଅଧିକ ଖର୍ଚ୍ଚ ଚିନ୍ତା କରିବେ, ସେତେ ଦାରିଦ୍ର୍ୟ କବଳରେ ପଡ଼ିଯିବେ। ବାହାରକୁ ଯାଆନ୍ତୁନି। 13 ତାରିଖ ବୁଧବାର, ବୃଷ ରାଶି, ମୃଗଶିରା ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ଯାତ୍ରା ଶୁଭ ଯୋଗ ଅଛି। ଏଣୁ ଯୁଆଡ଼େ ଯିବେ ଯାଆନ୍ତୁ, ଖୁସିରେ ଫେରି ଆସିବେ ଘରକୁ। ସମସ୍ୟା କିଛି ନାହିଁ। ଧନାଗମ ପାଇଁ ଏକ ଅନୁକୂଳ ଦିବସ ଆଜି। ତେଣୁ ଧନ ତ ଆପଣ ରୋଜଗାର କରୁଛନ୍ତି ବିଭିନ୍ନ ଉପାୟରେ। ସେ ଧନ ଯେଉଁ ଉପାୟରେ ଆପଣଙ୍କର କରଗତ ହେଉଛି, ତା ପାଇଁ ଆଜି ଟିକେ ଅଧିକ ଚେଷ୍ଟା କରନ୍ତୁ। ଆଜି ଅନୁକୂଳ ଦିବସ। ଯଥୋଚିତ ଶ୍ରମଦାନ କରି ପାରିଲେ ରୋଜଗାର ବଢ଼ିଯିବ। ସବୁ ଦେଣ ନେଣ ପରେ ଏତେ ଅଧିକ ବଢ଼ିବ ଯେ ସଞ୍ଚୟ କରି ଖୁସି ହେବେ। ମାନେ ଧନ ସଂକ୍ରାନ୍ତୀୟ ସମସ୍ୟା ଆଜି ନାହିଁ। ଖାଲି ଟିକେ ଆପଣଙ୍କର ଉଦ୍ୟମ ଦରକାର। ଉଦ୍ୟମ କରିପାରିଲେ ସବୁ ପ୍ରକାର ଧନ ସୁଖ ପାଖକୁ ଆସିବ। ଦେହ ପା ସମସ୍ୟା ନାହିଁ। ନୂତନ କର୍ମ ସଂସ୍ଥାନ ବ୍ୟବସ୍ଥା ହୋଇପାରେ। ଭଲ ଲାଭ ହେବ। ନୂତନ ଉପହାର ନେଇ ବନ୍ଧୁ ଆସିବେ। ପାରିବାରିକ ଶାନ୍ତି, ସାମାଜିକ ସୁଖ ଓ ଲୌକିକ ଆନନ୍ଦ ମିଳିବ। ଭଲ ଦିନ ନୁହେଁ? ଭଲ ଦିନ। 13 ତାରିଖ ବୁଧବାର, ମିଥୁନ ରାଶି, ପୁନର୍ବସୁ ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ଆଜି ସୌଭାଗ୍ୟପ୍ରଦ ଦିନ। ରାଶିର ମାଲିକ ଓ ଦିନର ମାଲିକ ପରା ଜଣେ, ସେ ହେଲେ ବୁଧ। ସେ ଗ୍ରହ ବୁଧ ଆଜି କୌଳିକ, ମୌଳିକ, ଆର୍ଥିକ ଓ ବୌଦ୍ଧିକ ସୁଖ ପ୍ରଦାନ କରି ଶାନ୍ତି ଆଣିଦେବେ। କର୍ମଠ ହୋଇ ବୁଦ୍ଧି ବିଦ୍ୟାର ସୁବିନିଯୋଗ କରିବା ପାଇଁ ସେ ଆପ୍ରାଣ ଉଦ୍ୟମ କରନ୍ତୁ ବୋଲି କହୁଛନ୍ତି। କର୍ମରୁ ଆଜି ମିଳିବ ବହୁ ଜିନିଷ। କର୍ମକୁ ଆଦରି ନିଅନ୍ତୁ। କର୍ମ ହିଁ ମୋର ସବୁ କିଛି, ଏଥିରୁ ମୁଁ ସବୁ ପାଇବି। ଏ ଚିନ୍ତା କରି କର୍ମ ଠିକ୍ କଲେ ସେ କାମଧେନୁ ପରି ସମସ୍ତ କାମନା ପୂର୍ଣ୍ଣ କରିବ। ଶାରୀରିକ ସମସ୍ୟା ନାହିଁ। ପାରିବାରିକ ସୁଖ ଅଛି। କାହାର? ତମର, ମିଥୁନ ରାଶିର। ଏବେ କର୍କଟ କଥା ବୁଝିବା। 13 ତାରିଖ ବୁଧବାର, କର୍କଟ ରାଶି, ଅଶ୍ଳେଷା ନକ୍ଷତ୍ରର ରାତି 12ଟା 13 ଯାଏ ଶୁଭ। ଆଜି କର୍କଟର ଘାତବାର। ଏଣୁ ଟିକେ ସମସ୍ୟା। କଟି କାଟି ଯାଇପାରେ, ରକ୍ତ ବାହାରିପାରେ, ବାଡ଼େଇ ପିଟି ହେଇପାରନ୍ତି ବା ଝୁଣ୍ଟି ପାରନ୍ତି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ବେଳେବେଳେ ଏସବୁ କିଛି ହୁଏ ନା। କେହି କଟୁକ୍ତି ପ୍ରୟୋଗ କରି ଏତେ ଆଘାତ ଦିଅ ଯେ ମନ ଫାଟିଯାଏ। ବନ୍ଧୁ ଲାଭ ଯୋଗ ଅଛି। ଚନ୍ଦ୍ରମାଙ୍କର ପରମ ଈର୍ଷାଳୁ ହେଲେ ବୁଧ।
ବୁଧ ଗ୍ରହ ଜମା କର୍କଟ ରାଶିକି ଭଲ ପାଆନ୍ତିନି। ଯେତେ କର୍କଟ ରାଶିଆ ଅଛନ୍ତି ୱାର୍ଲଡରେ, ପୃଥିବୀରେ, ସଂସାରରେ, ଜଗତରେ, ସେମାନେ ଦୁଃଖ ପାଉଥାନ୍ତି କେବଳ ବୁଧ ପାଇଁ। ବୁଧ ଯେତେ ଭଲ ଜାଗାରେ ଥିଲେ ବି କେବେ ବି କର୍କଟ ରାଶିର ମଙ୍ଗଳ କାମନା କରନ୍ତି ନାହିଁ। ଆଜି ବୁଧବାର, ତେଣୁ କର୍କଟ ରାଶି ପାଇଁ ଟିକେ ସମସ୍ୟା, ସେଥିପାଇଁ ଘାତବାର କୁହାଯାଇଛି। ଆଚ୍ଛା, ଏହି ଚନ୍ଦ୍ରମାଙ୍କର ପରମ ଈର୍ଷାଳୁ ଶତ୍ରୁ ହେଲେ ବୁଧ। ସେ କେବେ ଚାହାନ୍ତିନି ଯେ କର୍କଟ ରାଶିର ଲୋକେ ସୁଖରେ ରହନ୍ତୁ। ବୁଧବାର ହେତୁ ସମସ୍ତ ପ୍ରକାର ସୁଖରୁ ଆଜି ଏ ରାଶିର ଲୋକେ ବଞ୍ଚିତ ହେବେ। ଯେଉଁମାନେ ଧୈର୍ଯ୍ୟବାନ ଓ ବୁଦ୍ଧିମାନ, ସେମାନଙ୍କୁ ବୁଧ ହଇରାଣ କରିପାରିବନି। ସେମାନେ ବାରମ୍ବାର ଦର୍ପଣ ଦେଖିବେ, ମନ ଖୋଲା ହସ ହସିବେ, ତାଳି ମାରିବେ। ଯାହାଫଳରେ ବୁଧ ଟିକେ ଡରୁଆ ଗ୍ରହ ତ, ସେ ଡରିଯିବ। ଆପଣ ତ ସମସ୍ତେ ବୁଦ୍ଧିମାନ ନା, ଆପଣ ସେୟା କରନ୍ତୁ, ଦର୍ପଣ ଦେଖନ୍ତୁ, ନିଜ ମୁହଁକୁ ଦେଖନ୍ତୁ, ହସନ୍ତୁ ଆଉ ତାଳି ମାରନ୍ତୁ, ଦେଖିବେ ଶୁଭ ଆସିଯିବ। ତେଣୁ ଏ ସମସ୍ୟାର ସମାଧାନ କରି ଅସ୍ଥାୟୀ ଶାନ୍ତି ପାଇବେ। କିଏ? ସେ ଜ୍ଞାନୀମାନେ। କାରଣ ବୁଧ ସୁଯୋଗ ଖୋଜିବ ନା, କେତେବେଳେ ଢାଇକିନି ଲଗେଇଦେବ। ଜଗି ରଖି ନ ଚଳିଲେ ଆଜି ଅପମାନିତ ହେବେ। ଦେହ ପା ଠିକ୍ ଠାକ୍ ରହିବ, ମନ ଟିକେ ବିଗିଡ଼ିଯିବ। ସିଂହ ରାଶି 13 ତାରିଖ ବୁଧବାର, ସିଂହ ରାଶି, ଉତ୍ତର ଫାଲ୍ଗୁନ ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ଆଘାତ ପରି ଦୁର୍ଯୋଗ ଅଛି, ଧକ୍କା ହେବାର ଭୟ ଅଛି, ଦେହ ପା ଅସୁସ୍ଥ ରହିବ। ହେବାକୁ ଥିବା କୌଣସି କାର୍ଯ୍ୟ ଆଜି ହୋଇପାରିବନି, ଶାନ୍ତି ଭଙ୍ଗ ହେବ, ଅନେକ ସମୟ ବୃଥାରେ ଅତିବାହିତ ହେବ। ଏଣୁ ନିରନ୍ତର ମହାମନ୍ତ୍ର ଜପ କରନ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହି ମହାମନ୍ତ୍ରକୁ ଜପ କରନ୍ତୁ, ଭଲ ହେବ। 13 ତାରିଖ ବୁଧବାର, କନ୍ୟା ରାଶି, ଚିତ୍ରା ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ଆଜି ପ୍ରୀତି ବୃଦ୍ଧି ଯୋଗ ଅଛି। ଆୟ ଅମଳ ପାଇଁ ଦିନଟି ପ୍ରଶସ୍ତ, ବଢ଼ିଆ ରୋଜଗାର ହେବ। କେବଳ ଶ୍ରଦ୍ଧାରେ କର୍ମ କର୍ତ୍ତବ୍ୟ କରି ଚାଲିଲେ ଏ କର୍ମକ୍ଷେତ୍ରରୁ ଆପଣ ଧନ ମାନ ଆଦର ମମତା ପ୍ରୀତି ସବୁକିଛି ପାଇବେ। ଏହି କର୍ମକ୍ଷେତ୍ର କଳ୍ପବୃକ୍ଷ ପରି ସମସ୍ତ କଳ୍ପନା ପୂରଣ କରିବ। ବନ୍ଧୁ ସହଯୋଗ ମିଳିବ। ପ୍ରିୟଜନ, ପରିଜନ, ବନ୍ଧୁଜନ ଓ ସମସ୍ତ ପଡ଼ୋଶୀ ଉତ୍ତମ ବ୍ୟବହାର କରିବେ। ନୂଆ ନିଯୁକ୍ତି ପତ୍ର ପାଇପାରନ୍ତି। ନୂତନ ଆୟ ପନ୍ଥା ମିଳିଯିବ। ସୁସ୍ଥ ରହିବେ, ସମସ୍ୟା କିଛି ନାହିଁ। ଏବେ ଯିବା ତୁଳା ପାଖକୁ। 13 ତାରିଖ ବୁଧବାର, ତୁଳା ରାଶି, ବିଶାଖା ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ଆଜି ଦ୍ରବ୍ୟ ଲାଭ ଯୋଗ ଅଛି। ତୁଳା ରାଶି ମହିଳାଙ୍କର ଘାତଚନ୍ଦ୍ର, ଏଣୁ ସାବଧାନ। ବିଧାତା ଆଜି ଏମାନଙ୍କୁ ଆର୍ଥିକ, ମୌଳିକ ଓ ବୌଦ୍ଧିକ ସୁଖ ଦେବେ। ସମ୍ମାନ ଆଦର ମିଳିଲା ଭଳି ବ୍ୟବହାର କରି ଏମାନେ ସାମାଜିକ ଆଦୃତି ଲାଭ କରିବେ। ସମସ୍ତ ବାକିଆ ଧନ ଯାହା ଯେଉଁଠୁ ମିଳିବାର ଅଛି ତାହା ଆଜି ମିଳିଯିବ, ହାତକୁ ଫେରି ଆସିବ। ଚାକିରିଆମାନଙ୍କର ଏରିୟର ମିଳିଯାଇପାରେ। ଯେଉଁମାନେ ଧାର ଉଧାର ନେଇଛନ୍ତି ଦେଉନାହାନ୍ତି, ଆଜି ଦେଇପାରନ୍ତି। କାହାକୁ? ତୁଳା ରାଶିଆଙ୍କୁ। ଆଜି ରୁଚିକର ଖାଦ୍ୟ ମିଳିବ। ମଧୁରଭାଷୀ ବନ୍ଧୁ ମିଳିବେ। ସ୍ନେହଶୀଳ ଜୀବନସାଥୀ ପାଖକୁ ଆସିବେ। ଆରାମଦାୟୀ ଶଯ୍ୟା ମିଳିବ। ଆବଶ୍ୟକୀୟ ଅର୍ଥ ଆଜି ପାଖକୁ ଆସିବ। ଆପଣ ସୁଖ କିଣିବାକୁ କେଉଁଠିକି ଯିବେନି ମ, ସୁଖ ଆପଣା ଛାଏଁ ଆସି ଆପଣଙ୍କ ମନ ଭିତରେ ପଶିଯିବ। ବାସ୍।
ବିଛା ରାଶି 13 ତାରିଖ ବୁଧବାର, ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ ଅଛି। ଆଜି ସହଯୋଗର ହାତ ଲମ୍ବି ଆସିବ। ବିବିଧ ଲୌକିକ, ମୌଳିକ, କୌଳିକ, ଆର୍ଥିକ, ପାରିବାରିକ ସୁଖ ପାଇ ଆପଣମାନେ ଅତୀତର ଦୁଃଖକୁ ପାସୋରି ଦେବେ। ଦେହ ସମସ୍ୟା ନାହିଁ, ମାନସିକ ଶାନ୍ତି ଅଛି। ସାମାଜିକ ପ୍ରତିପତ୍ତି ବଢ଼ିବ। ଶତ୍ରୁ ମିତ୍ର ପରି ଆଦର କରି ଆନନ୍ଦ ଦେବେ। ଇଣ୍ଟରଭ୍ୟୁ ଦେଇଥିବା ପରୀକ୍ଷାର୍ଥୀ ଆଜି ଶୁଭ ଖବର ଶୁଣି ଖୁସି ହେବେ। ଦିନଟି ବଢ଼ିଆ। 13 ତାରିଖ ବୁଧବାର, ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ଋଣର ପରିମାଣ ବଢ଼ିଯିବ। ଦିନଟି ଅଶୁଭ। ପୁରୁଣା ରୋଗ ଆଜି ମୁଣ୍ଡ ଟେକିବ। ଶାରୀରିକ ଦୁଃଖ ଯନ୍ତ୍ରଣା ବଢ଼ିଯିବ। ଶାନ୍ତି ସୁଖ ବ୍ୟାହତ ହେବ। ଗୃହ ଉପକରଣ ନଷ୍ଟ ହୋଇଯିବ। ବନ୍ଧୁଙ୍କ ସହ ମନାନ୍ତର ଓ ମତାନ୍ତର ହେବ। କୌଣସି କାର୍ଯ୍ୟ ଯଥା ସମୟରେ ହେବନି। ଗୃହ ମଧ୍ୟରେ କଳହ ସୃଷ୍ଟି ହେବ। ବହୁ ସମୟ ବୃଥାରେ କଟିଯିବ। ସମସ୍ତ ପରିଜନ ପାଖରେ ଥିବେ, ହେଲେ କେହି ଦୁଃଖ ହରଣ କରିପାରିବେନି। ବାସ୍, ଖାଦ୍ୟ ଯଥା ସମୟରେ ମିଳିବନି। ସଞ୍ଜବେଳେ ଟିକେ ଦିଅଁ ଦର୍ଶନ ହୋଇପାରେ। ଧନୁ କଥା ସଇଲା। ମକର କଥା। 13 ତାରିଖ ବୁଧବାର, ମକର ରାଶିର ଶୁଭ। ମକରର ଆଜି ସଫଳ ଦିନ। ଧନିଷ୍ଠା ନକ୍ଷତ୍ରର ଆଜି ସମସ୍ତ ପ୍ରକାର ଶୁଭ। ରାତି 17 ଯାଏ ରହିବ। ଧନଗତ ସମସ୍ୟା ଆଦୌ ନାହିଁ। ଗାଈ ମୁହଁରେ କ୍ଷୀର ପରି ଯଥାର୍ଥ କର୍ମଠ ହୋଇପାରିଲେ କର୍ମକ୍ଷେତ୍ର ଯଥେଷ୍ଟ ବେଶୀ ଧନ ଦେବା ସହ ସୁଖ ଓ ଶାନ୍ତି ପ୍ରଦାନ କରିବ। ଭାଇ ଭଉଣୀ ସମ୍ପର୍କରେ ମାଦକତା ଆସିବ। ବନ୍ଧୁ ପରିଜନ ଆଦର କରିବେ। ଦେହ ସୁସ୍ଥ ରହିବ। ଆଉ ଅତୀତର ସମସ୍ତ ସମସ୍ୟାର ସରଳ ସମାଧାନ ହୋଇଯିବ। ମକର ରାଶି ପାଇଁ ଭଲ ଦିନ। କୁମ୍ଭ ରାଶି 13 ତାରିଖ ବୁଧବାର, କୁମ୍ଭ ରାଶି ପୂର୍ବଭାଦ୍ର ନକ୍ଷତ୍ରର ରାତି 12ଟା 17 ଯାଏ ଶୁଭ। ଆଜି ଶୁଭ ଖବର ଶୁଣିବେ। ଆର୍ଥିକ ସମସ୍ୟା ନଥିଲେ ବି ମାନସିକ ଅଶାନ୍ତି ସବୁ ବିଗାଡ଼ି ଦେବ। କର୍ମ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହେବ। ମନର ବ୍ୟାକୁଳତା ଏଥିପାଇଁ ଦାୟୀ। ଏହା ଜାଣି ବୁଦ୍ଧିମାନ ବିଜ୍ଞଜନ ମନୋବୋଧ ପାଇଁ ବାରମ୍ବାର ଦର୍ପଣ ଦେଖିବେ। ମନ ଖୋଲା ହସ ହସିବେ, ତାଳି ମାରିବେ ତ ମନ ବୁଝିଯିବ, ନିଜ ଭୁଲ ମନେ ପଡ଼ିଯିବ। ତେଣୁ ଆଜି ହସି ତାଳି ମାରନ୍ତୁ, ଦର୍ପଣ ଦେଖନ୍ତୁ। ମୁଣ୍ଡ ଟିକେ ବିଗିଡ଼ି ଯାଇପାରେ, ଦେହ ସୁସ୍ଥ ରହିବ। ଭଲ ରୋଜଗାର ହେବ। ବନ୍ଧୁ ମହଲରେ ଚର୍ଚ୍ଚିତ ହେବେ। ମାନେ ଗୋଳିଆ ଘଣ୍ଟା ଦିନ ଆଜି କୁମ୍ଭ ରାଶିର। ନିଜ ମନ ପା ନିଜର ଶତ୍ରୁ ହେବ। ତେଣୁ ମନକୁ ବୁଝେଇ ଦିଅନ୍ତୁ ନା। ମୀନ ରାଶି 13 ତାରିଖ ବୁଧବାର, ମୀନ ରାଶି ରେବତୀ ନକ୍ଷତ୍ରର ରାତି 12ଟା 13 ଯାଏ ଶୁଭ। ସୁଖ ନିଦ୍ରା ଯୋଗ ଅଛି। ମାନେ ନିଶ୍ଚିନ୍ତ। ଆଜି ସମସ୍ୟା କିଛି ନାହିଁ ବୋଲି ମନକୁ ଭାରାକ୍ରାନ୍ତ ଆସିବନି। ମନ ଆଜି ଶାନ୍ତିରେ ରହିବ। ସୁଖ ନିଦ୍ରା ଯୋଗ ଅଛି। ଆଜି ଏକ ସୌଭାଗ୍ୟପୂର୍ଣ୍ଣ ଦିନ। ବିଧାତାଙ୍କର ବର ଲାଭ କରି ଆପଣମାନେ ଆଜି ବୌଦ୍ଧିକ ଖେଳ ଖେଳି ସର୍ବତ୍ର ବିଜୟୀ ହେବେ। ପାରିବାରିକ, ଲୌକିକ ଓ ସାମାଜିକ ପ୍ରତିପତ୍ତି ବଢ଼ିବ। କୌଳିକ, ମୌଳିକ, ଆର୍ଥିକ ଓ ବୃତ୍ତିଗତ ସୁଖ ମିଳିବ। ଦେହ ଓ ମନ ନିରୋଗ ରହିବ। ସମସ୍ତ ଇଚ୍ଛାର ଫଳ ହୃଦୟସ୍ପର୍ଶୀ ହେବ। ପୂର୍ଣ୍ଣ ସୁସ୍ଥତା ଅନୁଭବ କରିବେ।
ଦୈନନ୍ଦିନ ବୃତ୍ତି, ବ୍ୟବସାୟ, ବାଣିଜ୍ୟ, ଚାଷ ଓ ବେପାର ତଥା ସେବାର ବିକାଶ ହେବ। ମାନେ ବଢ଼ିଆ ଦିନ, ମିନର ବଢ଼ିଆ ଦିନ। ହଁ ବନ୍ଧୁ, ଯେଉଁ ସର୍ଟ ଭିଡ଼ିଓ କୁହାଯାଉଛି ଜାଣନ୍ତି କି ତାକୁ ଦେଖନ୍ତୁ। ଆମେ ବୃହସ୍ପତିଙ୍କ ବିଷୟରେ କିଛି ଜାଣିବା, ତାପରେ ଆମେ କେତେ ଦୁଃଖ ବା ସୁଖ ଭୋଗିବା, ଆମ ଜାତକକୁ ବିଶ୍ଳେଷଣ କରିବା। ମୁଁ ସବୁଦିନ କିଛି କିଛି କହିଛି, କହୁଛି, କହିବି। ତାପରେ ଈଶ୍ୱର ଚାହିଁଲେ ପୁଣି କାଲି ଦେଖା ଚାହାଁ ହେବ, ଦୁଃଖ ସୁଖ ହେବା। ରହିଲି, ନମସ୍କାର।